ଜଣେ ବ୍ୟକ୍ତି ଯାତ୍ରୀବାହୀ ବସ୍ର 3 ଟିକିଆ ଆସନ ମଧ୍ୟରୁ ମଝି ଆସନଟି ପାଇଥିଲେ। ସେ ଅତ୍ୟନ୍ତ କ୍ଳାନ୍ତ ହୋଇଥିବା ଯୋଗୁଁ ଯେତେବେଳେ ଟିକେ ଶୋଇବା ପାଇଁ ଚାହୁଁଥିଲେ, ତାଙ୍କ ପାଖ ଆସନରେ ବସିଥିବା ଛୋଟ ଝିଅଟିର ପ୍ରଶ୍ନ ସବୁ ତାଙ୍କୁ ବଡ଼ ବିରକ୍ତିକର ବୋଧ ହେଉଥାଏ। ସେ ପ୍ରଥମେ ପଚାରିଲା, ମଉସା, ଆପଣ ଦାନ୍ତ ଘଷନ୍ତି କି? ଏହି ବ୍ୟକ୍ତି ଜଣକ ଉତ୍ତର ଦେଲେ, ହଁ, ମୁଁ ଦାନ୍ତ ଘଷେ। ଛୋଟ ଝିଅଟି କହିଲା, ବେଶ୍ ଉତ୍ତମ। ଯେଉଁମାନେ ଦାନ୍ତ ଘଷନ୍ତି ନାହିଁ, ସେମାନଙ୍କ ଦାନ୍ତ ଶୀଘ୍ର ପଡ଼ିଯାଏ। ଆଉ କିଛି ସମୟ ପରେ ଝିଅଟି ପଚାରିଲା, ମଉସା, ଆପଣ କ'ଣ ଧୂମ୍ରପାନ କରନ୍ତି କି? ଏହି ବ୍ୟକ୍ତି ଜଣକ କହିଲେ, ନା। ଝିଅଟି କହିଲା, ବେଶ୍ ଉତ୍ତମ। ଯେଉଁ ଲୋକମାନେ ଧୂମ୍ରପାନ କରନ୍ତି, ସେମାନେ ଶୀଘ୍ର ମୃତ୍ୟୁଭୋଗ କରିବେ। ଅନେକ ସମୟ ନୀରବ ରହିଲା ପରେ ନୀରବତା ଭଙ୍ଗ କରି ଝିଅଟି ଆଉ ଥରେ ପ୍ରଶ୍ନ କଲା, ମଉସା, ଆପଣ କ'ଣ ଯୀଶୁଙ୍କୁ ପ୍ରେମ କରନ୍ତି କି? ଲୋକଟି ଉତ୍ତର ଦେଇ କହିଲେ, ହଁ, ମୁଁ ଯୀଶୁଙ୍କୁ ପ୍ରେମ କରେ। ଝିଅଟି ଉତ୍ତର ଦେଇ କହିଲା, ଯେଉଁମାନେ ଯୀଶୁଙ୍କୁ ପ୍ରେମ କରନ୍ତି, ସେମାନେ ସମସ୍ତେ ସ୍ୱର୍ଗକୁ ଯିବେ। ଲୋକଟି ଝିଅଟିର ପ୍ରଶ୍ନ ଦ୍ୱାରା ବେଶ୍ ଅନୁପ୍ରାଣିତ ହେଲେ ଏବଂ ଆଉ ପ୍ରଶ୍ନର ସମ୍ମୁଖୀନ ହେବେ ନାହିଁ ବୋଲି ଆଶା କରି ଯେତେବେଳେ ପୁଣି ଢୁଳେଇବାକୁ ଆରମ୍ଭ କଲେ, ଝିଅଟି ତାଙ୍କୁ ପଚାରିଲା, ମଉସା, ଆପଣଙ୍କ ସେପଟେ ବସିଥିବା ଲୋକଙ୍କୁ ପଚାରନ୍ତୁ, ସେ କ'ଣ ଦାନ୍ତ ଘଷନ୍ତି? ଏହାପରେ କ'ଣ ହୋଇଥିବ ଆପଣ ଭାବନ୍ତୁ ତ। ଯେତେବେଳେ ଦ୍ୱିତୀୟ ବ୍ୟକ୍ତିଟି ଝିଅଟିର ଯୀଶୁଙ୍କ ବିଷୟକ ପ୍ରଶ୍ନର ସମ୍ମୁଖୀନ ହେଲେ, ସେତେବେଳେ ଉକ୍ତ ବ୍ୟକ୍ତିଟି ବଡ଼ ଚିନ୍ତିତ ହୋଇପଡ଼ିଲେ ଏବଂ କହିଲେ, ମୁଁ ଏହି ବିଷୟରେ କିଛି ବୁଝିପାରୁନି। ତାର ପରବର୍ତ୍ତୀ 1 ଘଣ୍ଟା ଧରି ଉଭୟ ବ୍ୟକ୍ତି ଅନନ୍ତ କାଳ ବିଷୟରେ କଥୋପକଥନ କଲେ। ସମୟ ସମୟରେ ଈଶ୍ୱରଙ୍କ ପ୍ରେମର କଥା ଅନ୍ୟମାନଙ୍କୁ କହିବା ପାଇଁ ବଡ଼ ଆଶ୍ଚର୍ଯ୍ୟ ଭାବରେ ସୁଯୋଗମାନ ଆସିଥାଏ। ବାସ୍ତବରେ ଆମେ ଯଦି ଇଚ୍ଛା କରିବୁ, ତାହେଲେ ଅନ୍ୟମାନଙ୍କୁ ଯୀଶୁଙ୍କର ପ୍ରେମ ଓ ମୃତ୍ୟୁଭୋଗ ବିଷୟ କହିବା ପାଇଁ ଆମମାନଙ୍କର ସାମାନ୍ୟତମ ଉଦ୍ୟମକୁ ମଧ୍ୟ ସେ ଆଶୀର୍ବାଦ ଯୁକ୍ତ କରିବେ। ତେଣୁ ଈଶ୍ୱର ତାଙ୍କ ବାକ୍ୟ ବାଇବେଲରେ ଏହି କଥା କହନ୍ତି, ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଉତ୍ସାହ ଦାନ କର।